আজি ଶ୍ରାବଣ ମାସ ଦ୍ୱିତୀୟ ସୋମବାର ଚଳଚଞ୍ଚଳ ହୋଇ ଉଠିଛି ରାଜ୍ୟର ପ୍ରମୁଖ ଶୈବପୀଠ। ଭଗବାନ ଶିବଙ୍କୁ ପୂଜା ଆରାଧନା କରିବା ଲାଗି ଏହା ହେଉଛି ଉତ୍କୃଷ୍ଟ ସମୟ। ଏ ମାସରେ ଶିବଙ୍କର କୃପା ଲାଭ ପାଇଁ ଶିବ ଭକ୍ତମାନେ ବ୍ରତ ରଖି ବୋଲବମ୍ ଯାତ୍ରା କରିଥାନ୍ତି। ହିନ୍ଦୁ ପଞ୍ଚାଙ୍ଗରେ ପଞ୍ଚମ ମାସ ହେଉଛି ଶ୍ରାବଣ। ତେବେ ପୂର୍ଣ୍ଣିମା ଦିନ ଚନ୍ଦ୍ର ଯେଉଁ ନକ୍ଷତ୍ରରେ ରୁହନ୍ତି ସେହି ଅନୁସାରେ ମାସର ନାଁ ରଖାଯାଏ। ଏହି ମାସ ଯେତେବେଳେ ଆରମ୍ଭ ହୁଏ ସେତେବେଳେ ପୂର୍ଣ୍ଣିମା ଦିନ ଚନ୍ଦ୍ର ଶ୍ରାବଣୀ ନକ୍ଷତ୍ରରେ ବିରାଜମାନ ହୋଇଥାନ୍ତି। ସେଥିପାଇଁ ଏହି ମାସ ଶ୍ରାବଣ ନାଁରେ ପରିଚିତ। ଏ ମାସରେ ମାତା ପାର୍ବତୀ ବର ଭାବରେ ଶିବଙ୍କୁ ପାଇବା ପାଇଁ ବ୍ରତ ରଖିଥିଲେ ଏବଂ ତପସ୍ୟା ମଧ୍ୟ କରିଥିଲେ। ଏହାଛଡ଼ା ଏହି ମାସରେ ଭଗବାନ ବିଷ୍ଣୁ ଯୋଗନିଦ୍ରାରେ ଥିବାରୁ ସୃଷ୍ଟିର କାର୍ଯ୍ୟଭାର ଭଗବାନ ଶିବ ସମ୍ଭାଳିଥାନ୍ତି। ଏହି ମାସ ଯାକ ଶିବ ପ୍ରସନ୍ନ ମୁଦ୍ରାରେ ରହିଥାନ୍ତି। ତେଣୁ ଦେବଦେବ ମହାଦେବଙ୍କର ଅତି ପ୍ରିୟ ମାସ ହେଉଛି ଶ୍ରାବଣ ମାସ। ଶ୍ରାବଣ ମାସରେ ବୋଲବମ୍ ଯାତ୍ରାର ବିଶେଷ ମହତ୍ଵ ରହିଛି। ଦେବଦେବ ମହାଦେବଙ୍କୁ ସମର୍ପିତ ଏହି ପବିତ୍ର ମାସରେ ଭକ୍ତମାନେ ଶିବଙ୍କୁ ଜଳାଭିଷେକ କରିଥାନ୍ତି। ସେଥିପାଇଁ ସେମାନେ ବୋଲବମ୍ ଯାତ୍ରା ମଧ୍ୟ କରନ୍ତି। ଶିବ ଭକ୍ତମାନେ ଗେରୁଆ ବସ୍ତ୍ର ପରିଧାନ ସହ ଯାତ୍ରା କରିଥାନ୍ତି। ଯାତ୍ରା କରିବା ସମୟରେ ବୋଲବମ୍ ହର ହର ବମ୍ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠେ ଗଗନ ପବନ। ଏହି ବୋଲବମ୍ ଶବ୍ଦର ଅର୍ଥ ବ୍ରହ୍ମା ବିଷ୍ଣୁ ମହେଶ୍ୱର ଓ ଓଙ୍କାରର ପ୍ରତୀକ। ଏହା ଏକ ସିଦ୍ଧ ମନ୍ତ୍ର। କୁହାଯାଏ ଯେଉଁ ସମୟରେ ପ୍ରଭୁ ହନୁମାନଙ୍କୁ ଶକ୍ତିର ଆବଶ୍ୟକତା ପଡ଼ିଥାଏ ସେ ରାମ ନାମ ଜପ କରନ୍ତି। ଠିକ୍ ସେହିପରି କାଉଡ଼ିଆମାନେ ଥକି ପଡ଼ିଲେ ଓ ଅନ୍ୟ କାଉଡ଼ିଆମାନଙ୍କୁ ଥକା ନ ଲାଗିବା ପାଇଁ ବୋଲବମ୍ କହିଥାନ୍ତି। ଏହାକୁ ଗାନ କରିବା ଦ୍ୱାରା କାଉଡ଼ିଆଙ୍କ ନିକଟକୁ ଏକ ଶକ୍ତି ଆସିଥାଏ ବୋଲି ବିଶ୍ୱାସ ରହିଛି। ଆଜି ମାସର ଦ୍ୱିତୀୟ ସୋମବାର ହୋଇଥିବାରୁ ଫୁଲନଖରା ସ୍ଥିତ ଶ୍ରୀ ଲକ୍ଷେଶ୍ୱର ମହାଦେବଙ୍କ ପୀଠରେ ସକାଳୁ ସକାଳୁ କାଉଡ଼ିଆମାନଙ୍କର ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। କାଉଡ଼ିଆମାନେ ଧାଡ଼ି ବାନ୍ଧି ଲାଇନରେ ଯାଇ ଦେବଦେବ ମହାଦେବଙ୍କୁ ଜଳାଭିଷେକ କରି ଆଶିଷ ଭିକ୍ଷା କରିଥିଲେ। ଶ୍ରାବଣ ମାସରେ ଦେବଦେବ ମହାଦେବଙ୍କୁ ଜଳ ଲାଗି କଲେ କୋଟି ମାନସିକ ପୂରଣ ହୁଏ ବୋଲି ପୌରାଣିକ ବିଶ୍ୱାସ ରହିଛି। ସେଥିପାଇଁ ଅନେକ ଶ୍ରଦ୍ଧାଳୁ ମାଇଲ ମାଇଲ ବାଟ ଚାଲି ପାଣି ଭାର ଉଠାଇ ବାହୁଙ୍ଗି ବୋହି ନିଷ୍ଠାର ସହ ଶୈବପୀଠକୁ ଆସି ଭୋଲେ ବାବାଙ୍କୁ ଜଳ ଲାଗି କରିଥାନ୍ତି। କାଉଡ଼ିଆମାନଙ୍କର ବୋଲବମ୍ ହର ହର ବମ୍ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଥିଲା ଶ୍ରୀ ଲକ୍ଷେଶ୍ୱର ମହାଦେବଙ୍କର ପୀଠସ୍ଥଳୀ। ବ୍ୟୁରୋ ରିପୋର୍ଟ, ଲିଭ୍ ଲାଇଭ୍ ଓଡ଼ିଆ।